ମହାନ୍ତି ଦେହାନ୍ତର ଆଜି ଚତୁର୍ଦ୍ଦଶ ଦିବସରେ ତାଙ୍କ ସୁପୁତ୍ର ପିଣ୍ଟୁ ଡାକନ ଏବଂ ପରିବାରବର୍ଗ ସମସ୍ତେ ତାଙ୍କର ଆତ୍ମା ସଦ୍ଗତି ତଥା ପରମ ପିତାଙ୍କ ଶ୍ରୀଚରଣ ଚିରଶାନ୍ତି ପ୍ରାର୍ଥନା କରି এই সৎসঙ্গ নিবেদন করেছেন। তো সর্বপ্রথম এই পরিবারবর্গ তরফରୁ ଯେଉଁ ତାଙ୍କର ବାର୍ତ୍ତା ସେମାନେ ହୃଦୟ ଉତ୍ସାହିତ ଯେଉଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ନିବେଦନ କରିଛନ୍ତି ପରିବାର ସମସ୍ତେ, ସେଟା ମୁଁ ପଢ଼ି ଦେଉଛି ଆଗ। ସ୍ୱର୍ଗତ ବିଦ୍ୟାଭୂଷଣ ମହାରାଜଙ୍କର ଆବିର୍ଭାବ ହୋଇଥିଲା 20/7/1949 এবং সে পরলোক গমন করে 2/5/2024। এই সময় ভিতরে সে লিখিଛନ୍ତି ଯାହା ମୁଁ ସେଟା ପଢ଼ିକି ଶୁଣି ଦେଉଛି। ତାକୁ ମାନେ ତାକୁ ସମ୍ବୋଧନ କରି ତାଙ୍କ ପିତାଙ୍କୁ ସମ୍ବୋଧନ କରି লিখিଛନ୍ତି, ଆପଣଙ୍କ ଅକାଳ ବିୟୋଗରେ ଆମେ ମର୍ମାହତ। ଆପଣଙ୍କ ବ୍ୟବସାୟିକ ଦାୟିତ୍ୱବୋଧ, ପାରିବାରିକ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ଆଦର୍ଶ, କର୍ତ୍ତବ୍ୟ ନିଷ୍ଠା, ନିଃସ୍ୱାର୍ଥ ସମାଜ ସେବା ଚିର ସ୍ମରଣୀୟ ହୋଇ ରହିବ। ଆପଣଙ୍କୁ ଆପଣଙ୍କ ଅମର ଆତ୍ମାର ଶାନ୍ତି ଓ ସଦ୍ଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଶ୍ରୀ ଠାକୁର ଅନୁଚନ୍ଦ୍ରଙ୍କ ଚରଣ ତଳେ ପ୍ରଣାମ ନିବେଦନ କରୁଛୁ। ଶୋକ ସନ୍ତପ୍ତ ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ପରିବାର, କୁଟୁମ୍ବ ଓ ଆତ୍ମୀୟସ୍ୱଜନ, ଏହି ହେଲା ସେମାନଙ୍କର ଅନ୍ତର ଶ୍ରଦ୍ଧା ନିବେଦନତା। ଏବେ ମୁଁ କଥା କହିବି, ତାପରେ ତ ଅନେକ ଅଛନ୍ତି। ବିଜୟ ଭାଇଙ୍କର ଅତ୍ୟନ୍ତ ଲୋକପ୍ରିୟ ବ୍ୟକ୍ତିତ୍ୱ ଥିଲେ, ଜନପ୍ରିୟ ବ୍ୟକ୍ତିତ୍ୱ। ସମସ୍ତେ ଆସୁଛନ୍ତି ତାଙ୍କ କଥା କହିବେ, ଯିଏ ଯାହା ପାରିବେ। ଏ ଗୋଟେ କଥା ଅଛି, ସମସ୍ତେ ଜାଣିଛନ୍ତି ସେଟା, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଜନ୍ମ, କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନବ। এই কথাটা শ্রদ্ধেয় গিরিজা ভাইଙ୍କ ক্ষেত্রে সম্পূর্ণ প্রযোজ্য। সে বিরাট কর্মী এবং জড়ে সার্থক কর্মা পুরুষ। ତାଙ୍କର ଯେଉଁ ସବୁ ଫ୍ରଣ୍ଟରେ ସେ ସକ୍ସେସଫୁଲ। ହୋମ୍ ଫ୍ରଣ୍ଟରେ ପରିବାରକୁ ସୁନ୍ଦର ଭାବରେ ଜଳକିଛି ଧରି ନେଇଛନ୍ତି, ଭାଇ ବନ୍ଧୁ କୁଟୁମ୍ବକୁ। ପବ୍ଲିକ୍ ଫ୍ରଣ୍ଟରେ ସେ ବହୁତ ସେବା ଅନୁଷ୍ଠାନ କରିଛନ୍ତି। ତ କଲ୍ୟାଣ ମଣ୍ଡପ ଛଡ଼ା ସେ ଅନେକ NGO ମାନେ ନିଶାସକ୍ତ ଲୋକଙ୍କୁ ନିଶାରୁ ମୁକ୍ତ କରିବା ପାଇଁ ସେ ବ୍ୟବସ୍ଥା, ଆଉ ଅସହାୟ ମାନେ ଯେଉଁମାନେ ମହିଳାମାନଙ୍କୁ ସିଲେଇ ନାନା ପ୍ରକାର ଶିଖେଇବା ସେ ବ୍ୟବସ୍ଥା ଏବଂ ଏମିତି ଅନେକ କିଛି ସେ NGO କରି ଜଣେ କରିତ୍କର ପୁରୁଷ ସେମାନଙ୍କୁ ସବୁ ସମାଜର ସେବା ଯୋଗାଇଛନ୍ତି। ତାପରେ ଆର୍ଟ ଏବଂ କ୍ରାଫ୍ଟ ପାଇଁ ସେ ବହୁତ ଏକ୍ଜିବିସନ୍ କରିଛନ୍ତି, ବହୁତ ପ୍ରଦର୍ଶନୀ କରିଛନ୍ତି। ମାନେ ଆର୍ଟ ଆଉ କ୍ରାଫ୍ଟ ମାନେ କଳା ଏବଂ କଳାକୃତିର ବହୁ ଉନ୍ନତି ପାଇଁ ସେ ଅନେକ କିଛି କରିଛନ୍ତି। ଏଥିପାଇଁ ସେ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ରାଜନୈତିକ ମହଲରେ ଅନେକ କିଛି ଚେଷ୍ଟା କରିବା ମୁଁ ଜାଣିଛି। এই ଯେଉଁ ତାଙ୍କ ସଫଳତା, ସେଟା ସବୁ କ୍ଷେତ୍ରରେ ସଫଳତା ପାଇଛନ୍ତି, ସେଇଟା ହିଁ ତାଙ୍କ ଜୀବନକୁ ସାର୍ଥକ କରିଛି। ଏପରି ଜଣେ ସାହସୀ ବ୍ୟକ୍ତିତ୍ୱ ମୁଁ କମ୍ ଦେଖିଛି, ଯିଏକି ମାନେ ମୃତ୍ୟୁ ଆସନ୍ନ ଜାଣି ମଧ୍ୟ କୌଣସି କର୍ତ୍ତବ୍ୟରୁ ବିଚ୍ୟୁତ ହେଇନାହାନ୍ତି। ସେଇ ଅବସ୍ଥାରେ ମୁଁ ଜାଣିଛି ସେ ଜାଣିଛନ୍ତି ମୃତ୍ୟୁ ଆସୁଛି, ପାରାଦ୍ୱୀପ ଯାଇଛନ୍ତି ମାନେ ଅର୍ଗାନାଇଜ୍ କରିବା ପାଇଁ ଯେଉଁ ପ୍ରଦର୍ଶନୀ, ଆଉ ପୁରୀ ଯାଇଛନ୍ତି। ମୁଁ ଫୋନ୍ କରିକି ମୁଁ ପୁରୀ ପାଖରେ ଅଛି, ପାରାଦ୍ୱୀପରେ ଅଛି। ଏବଂ ଏଇ ସବୁ କ୍ଷେତ୍ରରେ ସେ ଗୋଟେ ବହୁ ବୀର
ସତ୍ସଙ୍ଗ କ୍ଷେତ୍ରରେ ମଧ୍ୟ ସତ୍ସଙ୍ଗର କୌଣସି କର୍ମକୁ ସେ ବାଦ ଦେଇନାହାନ୍ତି। ସତ୍ସଙ୍ଗ ଯିବା, ସତ୍ସଙ୍ଗ କରିବା ପ୍ରତି ସଂକ୍ରାନ୍ତରେ ଗୋଟେ ସତ୍ସଙ୍ଗ କରୁଥିଲେ ଏଠି। ସେ ସତ୍ସଙ୍ଗ କୋଭିଡ ପିରିୟଡ଼ ମଧ୍ୟ ବନ୍ଦ ହେଇଯାଏ। ତାଙ୍କ ଦେହାନ୍ତ ହେବାର ପୂର୍ବ ସଂକ୍ରାନ୍ତି ପର୍ଯ୍ୟନ୍ତ ମଧ୍ୟ ସେ ବନ୍ଦ କରିନାହାନ୍ତି। ଏଇଟାই ଦେଖିବେ ବାଟ କରିବେ, କେବେ ସେ ହାରି ଯାଇନାହାନ୍ତି, ଦବି ଯାଏ। ବହୁ ବିରୋଧ ଆସିଛି, ସେ ତାକୁ ହିରୋ ଭଳି ଫେସ୍ କରିଛନ୍ତି, ଆଗେଇ ଯାଆନ୍ତି। ତ ସେଇ ଯେଉଁ ସ୍ପିରିଟଟା ଏ ତିନିଟା ଫ୍ରଣ୍ଟକୁ ଜଗି କରି ଚାଲିବା, এইটা ତାଙ୍କ ପରିବାରକୁ ତାଙ୍କୁ ଯଦି ମନରେ ଧରିକି ରଖନ୍ତି, ଅର୍ଥାତ୍ ତାଙ୍କ ନୀତି ଆଦର୍ଶକୁ ନେଇ ବାଟ ଚାଲନ୍ତି। ସର୍ବୋପରି ତାମାନେ ତାଙ୍କର ଯେଉଁ ଜ୍ୟେଷ୍ଠ ପୁତ୍ର ପିଣ୍ଟୁ ଯାହା କହୁଛି, ତାକୁ କହିଛି, ଆଜି ବି କହୁଛି ଯେ ସବୁ ନେଇ ସମସ୍ତଙ୍କୁ ନେଇ ବାପାଙ୍କ ପଥରେ ଚାଲିବା ପାଇଁ ଏଇଟା ପୁତ୍ରର କର୍ତ୍ତବ୍ୟ, ଏଇଟା ଡ୍ୟୁଟି। ସବୁ ନେଇ ମାନେ ତାଙ୍କର ଯେଉଁ ସଂସ୍ଥା କରିଛନ୍ତି ତାକୁ ନେଇକି ଚାଲିବେ, ଏବଂ ଯେଉଁ ତାଙ୍କର ଆତ୍ମୀୟ ସ୍ୱଜନ ତାକୁ ନେଇକି ଚାଲିବେ। ସବୁଠାରୁ ବଡ଼ କଥା ହେଲା ଇଷ୍ଟଙ୍କୁ ନେଇ ଚାଲିବେ। ଇଷ୍ଟଙ୍କର ଯେଉଁ ସଂସ୍କାର ପରିବାରରେ ଅଛି, ଯେଉଁ ଦୃଷ୍ଟି ଅଛି, ତାକୁ ରକ୍ଷା କରିବା ଏବଂ ତାକୁ ପୁରୁଷାନୁକ୍ରମେ ତାକୁ ବଂଶ ଭିତରେ ଚଢ଼େଇ ଦେବା, ଏଇଟା ହେଉଛି ଆମର ସତ୍ସଙ୍ଗୀମାନଙ୍କ କର୍ତ୍ତବ୍ୟ। ଏଇଟା ପାଇଁ ଆମେ ଠାକୁର ଦୀକ୍ଷା ନେଇଛୁ। ସେଇ କଥା କହିବେ ବୋଲି ତାଙ୍କୁ ପରିବାର ଲୋକଙ୍କ ପାଖରେ ଏ ବିଟୁ କହିଛି, ଆଜି ବି କହୁଛି ଏବଂ ପରିବାର ବର୍ଗକୁ କହୁଛି। ସେଇ ତାଙ୍କର ଯେଉଁ ଇଷ୍ଟପାଳ ସେବା ଦେଇକରି, ସେ ଇଷ୍ଟମୁଖୀ ସେବା ଦେଇକରି ନିଜର ପରିବାରକୁ ପ୍ରତିପୋଷଣ କରିବା ପାଇଁ ନାନା ପ୍ରକାର ସଂସ୍ଥା କରିଛନ୍ତି। ଏବଂ ଆମେ ବିଶେଷ କରି ନୂଆପଲ୍ଲୀ ଅଞ୍ଚଳ ସତ୍ସଙ୍ଗମାନେ ତାଙ୍କ ପାଖରେ ଚିରକୃତଜ୍ଞ এইଥିପାଇଁ ଯେ ଏଠି ଯେତେ ବଡ଼ ବଡ଼ ଆମର ଯେଉଁ ସବୁ ମାସ ସତ୍ସଙ୍ଗ ହୁଏ, ଆମର ସାମୂହିକ ସତ୍ସଙ୍ଗ ହୁଏ, ମାତୃ ସମୟ ହୁଏ, ସବୁ ଏଇ କଲାମଣ୍ଡପରେ ହୁଏ, ସବୁ ଏଇଠି ହୁଏ। ଏବଂ ସେଥିପାଇଁ ସେ ଅକାତରେ ସେ ପରମ ଆଗ୍ରହରେ ସମସ୍ତ ସୁବିଧା ଯୋଗାଇ ଦିଅନ୍ତି, କୌଣସି କେତେବେଳେ କିଛି କାର୍ଯ୍ୟ କରିନାହାନ୍ତି। এইটা ଗୋଟେ ଆମେ ଆଶା କରୁଛୁ ଏ ଜିନିଷଟା ରହିବ। ଆଉ ଗୋଟେ କଥା ହେଉଛି ଯେଉଁ ସଂକ୍ରାନ୍ତି ସତ୍ସଙ୍ଗ ସେ କରିଥିଲେ, ସେଟା ମଧ୍ୟ ଚାଲୁ ରଖିଲେ ଭଲ ହୁଏ। ମୁଁ ଆଉ କିଛି କହିବାର ନାହିଁ। ପରମ ଦୟାଳୁଙ୍କ ଆତୁର ଚରଣରେ ତାଙ୍କର ଅମର ଆତ୍ମା ଚିର ଶାନ୍ତି ପ୍ରାର୍ଥନା କରୁଛି। ତାଙ୍କ ପରିବାର ବର୍ଗ ଶୋକ ଦୂର ହଉ, ସେମାନେ ତାଙ୍କରି ସ୍ମୃତି ନେଇ ଠାକୁରଙ୍କୁ ମୁଣ୍ଡରେ ଦେଇ ଆଗକୁ ଚାଲନ୍ତୁ, ବାଟ ଚାଲନ୍ତୁ। ଏହା ହିଁ ମୋର ପ୍ରାର୍ଥନା। ଆପଣମାନଙ୍କୁ ମଙ୍ଗଳ ପ୍ରାର୍ଥନା କରୁଛି ପରମଦୟାଳୁଙ୍କ ବନ୍ଦେ ପୁରୁଷୋତ୍ତମ। ଜୟ ହିନ୍ଦ। এরপরে শ্রদ্ধাঞ্জলি অর্পণ করছেন শ্রী কুমার চক্র শতকৃতি বুলেট প্রীতি নিয়োজিত। বন্দে লোকতিলকং শাশ্বতভারতবিভূষণ অমর পুতুঃসারণ প্রবুদ্ধং লোকজীবন প্রণয় প্রমকল্যাপদীপনম বন্দে জীবন জীবনম সৎকৃষ্ণ। পরম প্রেমময় শ্রী শ্রী ঠাকুর, পরম রাধা জগজ্জন শ্রী শ্রী বড়মা, পরম পূজ্যপা শ্রী শ্রী বর্দা, পরম পূজ্যপা শ্রী শ্রী আচার্য শ্রমিক রাত্রচন্দ্র অনন্ত বরেণ্য পরিচালক মহোদয়, বরেণ্য ঋত্বিক মণ্ডলী, সম্মানীয় অধ্যক্ষ যাজক মণ্ডলী, প্রাণবন্ত গুরুরথ মণ্ডলী, ভক্তিশীলা মাতৃমণ্ডলী, সুধী সজ্জনবৃন্দ, ସମସ୍ତଙ୍କର ଅନ୍ତର ପ୍ରତିପୂର୍ଣ୍ଣ ରାଜ ଜୟଗୁରୁ ଯଥାଯୋଗ୍ୟ ପ୍ରଣାମ ନିବେଦନ। ଆଜିର ସତ୍ସଙ୍ଗ ବିଷୟରେ ଆପଣମାନେ ଅବଗତ। ପୂର୍ବରୁ ସମ୍ମାନ୍ୟ ବନ୍ଦୋପଚାର ଭାଇ ସମ୍ପୂର୍ଣ୍ଣ ଭାବରେ ଆପଣମାନଙ୍କୁ ଅବଗତ କରୁଛନ୍ତି। ସ୍ୱର୍ଗତ ଗିରିଜା ଭାଇଙ୍କର ଆଜି ଚତୁର୍ଦ୍ଦଶ ଦିବସ। ତାଙ୍କର ସୁପୁତ୍ର ସଧବ ପିଣ୍ଟୁ, ତାଙ୍କର ସହଧର୍ମିଣୀ, ତାଙ୍କର ପରିବାର ବର୍ଗ ଏହି ନାମ ସଂକୀର୍ତ୍ତନ ସତ୍ସଙ୍ଗ ପ୍ରଦାନ କରୁଛନ୍ତି। ଠାକୁରଙ୍କ ରାତ୍ରୋଚନରେ ପ୍ରାର୍ଥନା ଜଣାଉଛି ସେ ଗିରି ଆତ୍ମା ଚିର ଶାନ୍ତି ଲାଭ କରନ୍ତୁ, ଠାକୁରଙ୍କ ରାତ୍ରୋଚନରେ ସ୍ଥାନ ପାଆନ୍ତୁ। ତାଙ୍କର ପରିବାର ବର୍ଗ ତଥା ଆପଣମାନଙ୍କର ସମସ୍ତଙ୍କର ସାର୍ବିକ ମଙ୍ଗଳ ନିମନ୍ତେ ଠାକୁରଙ୍କ ରାତ୍ରୋଚନରେ ପ୍ରାର୍ଥନା ଜଣାଉଛି। ବହୁ ଗୁଣର ଅଧିକାରୀ ସେ ବିଷୟରେ ବନ୍ଦୋପଚାର କହିଛନ୍ତି। ସେ ବହୁତ ସହଜ ସରଳ ଏବଂ ଶାନ୍ତଶିଷ୍ଟ ଲୋକ ଥିଲେ। ତାଙ୍କର ରାଗିବାଟା ମୁଁ ଦେଖିଲି।
समस्त को साहाय्य मनोवृत्ति यहाँ गोटे बड़ गुण ता सहित भी ठाकुर काम करती तेणु से विषय में विशेष किसी मंतव्य दौनी गोटे कथा कह वक्तव्य सांग कर सहधर्मी सब समय भी सहायता करती ठाकुर कर्म तेरे जो कथा बंदोबधाई कहते से कथार गोटे कथा कहीकि सारुचे राणीर भल मंद पाणी मरण काले ताहा जाने जेहेतु से भल लोक थे समस्त को श्रद्धा रे सर्वोपरि ठाकुर से भल पाते तेणु से आत्मा निश्चित भाव ठाकुर आत्मचरण स्थान पाइब ए भावार कि ना जो कथाटा प्रफुल्ल दास ठाकुर को पचार जे मो माँ को अकाल वियोग घटी मो माँ कौन ठाकुर आत्मचरण स्थान पाइबे से ठाकुर कहते जो मैंने जजन जजन स्मृति कंठा कंठा पालन करती त्रिकोटी पुरुष उद्धार पाइबे तेणु निश्चित भाव से ठाकुर आत्मचरण स्थान पाइबे पूर्व पर पुरुष मैंने भी ठाकुर आत्मचरण स्थान पाइबे ये द्विधा ना सर्वशेष से विद्यात्मार चिर शांति लाभ निमंते ठाकुर आत्मचरण प्रार्थना जनाऊँ तथा आपण सार्विक मंगल निमंते ठाकुर आत्मचरण वक्तव्य श्रद्धांजलि ज्ञापन कर अभय कुमार परिदा सभापति जो आज गिरिजा भाई जो 14 दिन नाम संकीर्तन सक्षम होत्मार सद्गति कारण परम पूजस्पा श्री दादा भल पाई एवं से कर्म स्वप्रति रीति पांजा देते से कम करुले भुवनेश्वर सत्संग विहार जो जा गोटे झीर जन्मदिन प्रथम से माँ जन्मोत्सव गोटे तेल दौले किंतु सब उत्सव से गोटे गोटे टीण तेल भी दिखती और सत्संग विहार दायित्व ये मसे पूर्व जो देवगुरु फेरला ये सत्संग विहार जो डेफिट था जो गिरिजा भाई से उत्सव को जापार असुस्थ था कहते किसी दवाप अर्घ्य और जो दिन से मृत्यु है से दिन 12टा बेले मुझे ठेकी से 12टा बेले कथबार्ता कहले पिंटू कौन आपको मुझे पिंटू तो देखाएनि सांगे सांगे से फेर से माँ को कहले से पिंटू आनिकी पिंटू से माँ का हाथ फिर 5000 टंका देले से टंकाटा भी एवं सुधा से ठाकुर अर्घ्य एवं एभली भाव से फोन रे कथबार्ता एवं दिन 12टा बेले कथबार्ता एवं सी जे कि जो कहते स्वज्ञान ठाकुर नाम करवा केबे से कष्ट कहते जब आसती पूर्व भी आसी बहुत थर केबे से कष्ट बोली कहते कि ये ट्रिटमेंट चलती भल कहती कि से दिन कहले बहुत मत कष्ट होगी ठाकुर पाखे प्रार्थना करूँ ठाकुर इच्छा मंगल से माँ भी थे कहले ना ना जो भी आसे तो से खाए दे पठाती और से दिन भी सही लेंबू पानी कहले ना नहीं खाइबानी कि मुझे जीवी गोटे अलग मैंने ना लेंबू पानी पीक गलु से कथबार्ता और से 5000 अर्घ्य भी देले राति 10टा से 9टा 10टा बेले से एम्स गले चली गले से फोन भी धरते एक्टिव थे सदज्ञान गले एभली भाव से ठाकुर को नहीं सारा जो रीति नईदे से नाउगा कौन विभिन्न अंचल नहीं सिस्टा को जमी नाउगार आसती दीक्षा करवा विभिन्न से ठाकुर कम लगी रहा श्री श्री दादा पूछीदेला बड़ी आचार्य पाखे नवेदन करी जो देह खराब था सी भी मनोबल श्री श्री आचार्य आशीर्वाद ये समय से दीर्घ दिन भी बंचिले भले गले परिवार परिवेश जोटा बंदोबस्ताई कहते से जहाँ जहाँ सत्संग कम बाकी रही पुओ पुतुरा दी झी जुआई समुदी परिवार परिवेश समूह से ठाकुर दीक्षा कर सत्संग करवा बड़ झील जुआई समस्ते समस्त आउरी ठाकुर काम करेंगे से गिरिजा भाई जमी आम समस्त पाखे रही से जो भाव
ଠାକୁରଙ୍କୁ ଦଉଥିଲେ ଦବା କରିବା ଏବଂ ସମସ୍ତେ ପରମ ବିଧାନ ଦେଇ ଚାଲିବେ ଏବଂ ସେଇ ଚିର ଯେ ତାଙ୍କର ଆତ୍ମାର ସଦ୍ଗତି ପାଇଁ ଆମେ ଲୌକିକ ଭାବରେ ପ୍ରାର୍ଥନା କରୁଛେ କିନ୍ତୁ ଯିଏ ତାଙ୍କ କାମ କରେ ତାଙ୍କ ପାଇଁ ଦିଏ ତାର ଆତ୍ମାର ସଦ୍ଗତି ହେଇଛି ଏବଂ ପରମ ପିତାଙ୍କ ପାଖରେ ପ୍ରାର୍ଥନା କରାଉଛି ତାଙ୍କର ସେଇ ମା ଏବଂ ତାଙ୍କ ମିସେସ୍ ଏବଂ ତାଙ୍କର ସେଇ ଭାଇ ବୋଉ ତାଙ୍କର ପୁଅ ଝିଅ ଜ୍ୱାଇଁ ଆହୁରି ସେ ଠାକୁରଙ୍କ କାମ କରନ୍ତୁ ଆହୁରି ସେ ମନକୁ ନେଇ ଯାଆନ୍ତୁ ପରମ ପିତାଙ୍କର ପ୍ରାର୍ଥନା ଜୟ ହଉ। ଶ୍ରଦ୍ଧାଞ୍ଜଳି ଆପଣ କରୁଛନ୍ତି ଇଞ୍ଜିନିୟର ଉମାକାନ୍ତ ସାହୁ ସର୍ବଜିତି। ସମସ୍ତଙ୍କୁ ଜୟଗୁରୁ। गिरिजा भाई ଆମମାନଙ୍କୁ ବହାରେ ନାହାନ୍ତି ପାରଲୌକିକ କର୍ମ ସମ୍ପନ୍ନ କରି ତାଙ୍କର ଏହି ଚତୁର୍ଦ୍ଦଶ ଦିବସରେ ପରମ ଦୟାଳୁଙ୍କର ରାଜୁଚରଣରେ ତାଙ୍କର ଆତ୍ମାର ସଦ୍ଗତି ଉଦ୍ଦେଶ୍ୟରେ ଏହି ସତ୍ସଙ୍ଗ ସମର୍ପିତ ତାଙ୍କର ପରିବାର ଏବଂ ଯେଉଁମାନେ ସମସ୍ତେ ଏଠି ଉପସ୍ଥିତ ଅଛେ ଠାକୁର ପାଖରେ ପ୍ରାର୍ଥନା ଜଣାଇଛି। ମୁଁ ଅନ୍ତର ଦେଇ ବିଶ୍ୱାସ କରେ ତାଙ୍କର ଆତ୍ମାର ନିଶ୍ଚୟ ସଦ୍ଗତି ହେଇଛି ପ୍ରଭୁଙ୍କ ଶ୍ରୀଚରଣରେ ସେ ସ୍ଥାନ ପାଇଛନ୍ତି। କାରଣ ଭଲ କରିବାର ଠାକୁରଙ୍କୁ ଧରି ଭଲ କରିବାର ଯେଉଁ ଆକର୍ଷଣ ଏବଂ ତାଙ୍କ ପ୍ରତି ଯେଉଁ ସେବା ଏବଂ ସମର୍ପଣର ଭାବ ଥାଏ ପ୍ରଭୁ ଦୟାକରି ତାଙ୍କୁ ନିଜ ପାଖରେ ହିଁ ଦେଇଥାନ୍ତି ଏବଂ ସେଇ ଧାରାର ସେ ମଣିଷ ହିଁ ଥିଲେ। ତାଙ୍କର କଥା ଅନେକ ଅନେକ ଭାବରେ ଆମମାନେ ଶୁଣିଲେ ଏବଂ ବିଶେଷ କରି ସତ୍ସଙ୍ଗ ବିହାର ଏବଂ ଅନ୍ୟାନ୍ୟ ଅନୁଷ୍ଠାନ କାମ ସହିତ ବହୁ ଭାବେ ସେ ସଂଯୋଜିତ ଥିଲେ। ମୋର ମନେ ହୁଏ ଆମେ ଯେତେବେଳେ ବିଭିନ୍ନ ଜୋନ୍ ସହିତ ଯୋଗାଯୋଗ କରୁ ଏବଂ ଏଇଠି ପାଖରେ ଅଛନ୍ତି ଆମର ଯେ ବନ୍ଧୁବାନ୍ଧବ ଭାଇ ଅଛନ୍ତି ବିଦୁ ଭାଇ ଅଛନ୍ତି ଜଗଦେବ ଭାଇ ଅଛନ୍ତି ଏଇ ଯେଉଁ ବିଶେଷ କରି ନୟାପଲ୍ଲୀ ଅଞ୍ଚଳରେ ଆଗୁସାରେ ତାଙ୍କ ସହିତ ମିଶିକି ସବୁ ସମୟରେ ଆମର ଗିରିଜା ଭାଇ କାମ କରୁଥିଲେ। ঠিক মনে পড়ুଥିଲେ করোনা পিরিয়ডରେ ଅନଲାଇନ୍ ସତ୍ସଙ୍ଗ ମଧ୍ୟ ସେ ମଧ୍ୟ ଆରମ୍ଭ କରିଥିଲେ। ଏଇଠି ଅନଲାଇନ୍ ସତ୍ସଙ୍ଗ ଆରମ୍ଭ କରିଥିଲେ ଏବଂ ମୋର ମନେ ଅଛି ହଠାତ୍ ଦିନ ମୋତେ ଫୋନ୍ କଲେ ଯେ ସ୍ୱର ଅଞ୍ଚଳରେ ସେ କିଛି ଯାଇ କାର୍ଯ୍ୟ କରିବେ। ମୁଁ ସ୍ୱର ଅଞ୍ଚଳରେ କ'ଣ କାମ କରିବେ ନା ଆମେ ଗୋଟେ ଏନ୍ଜିଓ କରିଛୁ ସେଠିକାର ଯେଉଁମାନେ ଅସହାୟ ମା ମାନେ ଅଛନ୍ତି ସେମାନଙ୍କୁ ସିଲେଇ ଶିକ୍ଷା ଏଇଭଳି ଭାବରେ ଆମେ ମୁଁ ସ୍ୱର ସତ୍ସଙ୍ଗରେ ରହିବି ଆମର କିଛି ପିଲା ରହିବେ ଆପଣ ଟିକେ ବ୍ୟବସ୍ଥା କରିବେ। ମୁଁ ଶୁଣି ଆଶ୍ଚର୍ଯ୍ୟ ହେଲି ଆଗରୁ ଜାଣିନଥିଲି ଏମିତି ଗୋଟେ ଏନ୍ଜିଓ କରିକି ସେ ମଧ୍ୟ ଅସହାୟ ଲୋକଙ୍କୁ ସେ ସହାୟତା କରୁଛନ୍ତି ଖୁବ୍ ଭଲ ଲାଗିଥିଲା। ତାପରେ ଲାଷ୍ଟରେ ତାଙ୍କ ସହିତ ମୋର ଗୋଟେ ସତ୍ସଙ୍ଗ କରିବାର ସୁଯୋଗ ହେଇଥିଲା ଯେଉଁ ସତ୍ସଙ୍ଗରେ ପୂଜନୀୟ ନିକିତା ଉପସ୍ଥିତ ଥିଲେ ଏବଂ ସେଇଦିନ ସେ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ। କେତେ ଥର ସେ କହିଛନ୍ତି ଆପଣ ଆସିବେ ଆଗରୁ ଟିକେ ଦେଖିବେ କେଉଁଠି କ'ଣ ଠିକ୍ ଅଛି କି ନାହିଁ କାରଣ ପୂଜନୀୟ ନିକିତା ଯେତେବେଳେ ଆସିବେ ସବୁ ଜିନିଷ ଠିକ୍ ଭାବରେ ହେବ ଏଇ ବୋଧଟା ତାଙ୍କ ଭିତରେ ଯେମିତି ଆସୁଥିଲା। ତେବେ ଯାହା ହଉ ସମସ୍ତେ ଆମେ ତାଙ୍କର ସେଇ ଅମର ଆତ୍ମାଙ୍କ ପ୍ରତି ତାର ବିଦେୟୀ ଆତ୍ମାଙ୍କ ପ୍ରତି ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛେ। ପ୍ରଭୁଙ୍କ ଦୟାରୁ ସେ ଯେଉଁଠି ଥିଲେ ବି ତାଙ୍କ ଶିକ୍ଷଣ ସ୍ଥାନ ପାଇବେ। ଏ ପରିବାର ମୁଁ ବିଶ୍ୱାସ କରେ ତାଙ୍କର ସେ ଯେଉଁ ଧାରା ଅଛି ତାକୁ ନେଇକି ସେ ଚାଲିବେ। ସେମାନଙ୍କର ଯେଉଁ କଥା ସବୁ ନିବେଦନ କରାଇବା ସେଇ ଧାରା ସେମାନେ ଚାଲିବେ ଏବଂ କୁହାଯାଏ এই ଚତୁର୍ଦ୍ଦଶ ଦିବସରେ ଯେ ସେଇ ବିଦେୟୀ ଆତ୍ମା ଏଇଠି ମଧ୍ୟ ଥାଇ ତାଙ୍କର କଥା ସେ ଶୁଣୁଥାନ୍ତି ତାଙ୍କର ଆତ୍ମା ସଦ୍ଗତି ପାଇଁ ପ୍ରାର୍ଥନା କରି ମୋ କଥା ଶେଷ କରୁଛି। ପରିଶେଷରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ସ୍ୱାଇଁ ଶ୍ରୀ ବିଶେଷ ଚନ୍ଦ୍ର ସର୍ବପତି। सम्मान्य गिरिजा भाई क्रीड़ा चतुर्दश दिवस ब्राह्मण विशेष पारिवारिक सत्संग आहुत हो पुत्र कन्या परिवार वर्ग से उद्देश्य समवेत भाव परम पिता चरण तले प्रार्थना निवेदन करूँ से विधेय आत्मा चिर शांति लाभ करूँ एवं परम पिता परिवार परिजन को यथेष्ट धैर्य दियंतु एवं ये दुखद अवस्था त्राण पाई पुणी जीवन वर्धन पथरे ठाकुर नहीं चलतु
ମାନଙ୍କର ଅନ୍ତର ପ୍ରାର୍ଥନା। ମୁଁ ଏ ଅଞ୍ଚଳରେ କିଛି ବର୍ଷ ରହୁଥିଲି। ମୁଁ ତାଙ୍କ ସାଙ୍ଗରେ ପାରିବାରିକ ସମ୍ପର୍କ ଏବଂ ତାଙ୍କର ଆଡଭର୍ଟାଇଜମେଣ୍ଟ କିଛି ନଥିଲା। ନିରଳସ ସହଜ କର୍ମୀ ସମସ୍ତ ଦିଗ ଦେଇ। ତେଣୁ ମୃତ୍ୟୁ ଏକ ଦୁଃଖଦ ସତ୍ୟ। ଜୀବନଟା ହେଉଛି ଗୋଟାଏ ସୁଖଦ ମିଛ କଥା। এইটা আমি ସମସ୍ତେ ଜାଣୁ। রবীন্দ্রনাথ କହିଛି, রবীন্দ্রনাথ ঠাকুরের ଗୋଟେ କଥା କହି ମୁଁ ବକ୍ତବ୍ୟ ସାରିବି। দুঃখ আছে মৃত্যু আছে, বিরহ বেদনা লাগে, তবুও আনন্দ, তবুও খুশি, তবুও অনন্ত জাগে। এই যে মহাই কহিলে ତାଙ୍କର ପୁତ୍ର ପତ୍ରାଦି କ୍ରମେ ଏହି ସତ୍ସଙ୍ଗର ଯେ ଭାବଧାରା ଠାକୁରଙ୍କୁ ନେଇକରି ଆଚାର୍ଯ୍ୟଙ୍କୁ ନେଇକରି କରିଛନ୍ତି, সেটা যেମିତି চিরকাল ধরে তাଙ୍କର রক্ତରେ ଚାଲେ, ତାହା ହିଁ ହେଉଛି ଜୀବନର ପରମ ସାର୍ଥକତା। ଆସନ୍ତୁ ଅନ୍ତତଃ ପକ୍ଷେ ଅନ୍ତରର ସହିତ ପୁଣି ଥରେ ସେ ପରମପିତାଙ୍କ ପାଖରେ ପ୍ରାର୍ଥନା କରିବା। ସେ ତ ତଦ୍ଗତି ସମ୍ପନ୍ନ ଲୋକ, ତାଙ୍କର ପରିବାର ଏବଂ ତାଙ୍କର ସଦ୍ଗତି ତ ନିଶ୍ଚିତ ହେଇଛି। ପରମପିତାଙ୍କ ପ୍ରାର୍ଥନା ଚରଣରେ ପୁଣି ଥରେ ସମବେତ ଭାବରେ ପ୍ରାର୍ଥନା କରିବା। ସେ ଯେଉଁଠି ଥାଆନ୍ତୁ ସେ ତାଙ୍କର ଆତ୍ମା ସଦ୍ଗତି ଲାଭ କରୁ ଏବଂ ସେ ଆମମାନଙ୍କୁ ପ୍ରେରଣା ଯାହା ଦେଇଛନ୍ତି ତାଙ୍କ ପରିବାର ପରିଜନ ପୁଣି ସେଇ ପରମପିତାଙ୍କ ପଦପ୍ରାନ୍ତେ ସମର୍ପିତ ହୋଇ ଅନନ୍ତ ଜୀବନ ବର୍ତ୍ତମାନ ପଥରେ ଚାଲିବା ପାଇଁ ଆମମାନଙ୍କର ସମସ୍ତଙ୍କର ଆଗ୍ରହ ପ୍ରାର୍ଥନା। ଜୟ ଗୁରୁ। ଭଜନ ପୁରସ୍କୃତ ଅତ୍ୟନ୍ତ ହୃଦୟସ୍ପର୍ଶୀ ହେଇଛି ଏବଂ ବିଶେଷ କରି ମନରେ ଚିନ୍ତା କରୁଥିଲୁ କିଛିଟା ସ୍ୱତନ୍ତ୍ର କୀର୍ତ୍ତନ ଏବଂ ଭଜନ କଥା। ଆମର ସୁଧିରା ଏଇ ଯେଉଁ କୀର୍ତ୍ତନଟି ଗଲେ ଆସିମତେ ଆପଣମାନେ ସମସ୍ତେ ଉପଭୋଗ କରିଥିବେ ଏବଂ ପରବର୍ତ୍ତୀ ଅଧ୍ୟାୟରେ ଅତ୍ୟନ୍ତ ପୁରାତନ କୀର୍ତ୍ତନଟି ଆମର କେଶବ ମଧ୍ୟ ପରିବେଷଣ କଲା। ମୁଁ ମୋର ନିଜସ୍ୱ କିଛି କହୁନାହିଁ। ଯେଉଁ ଭାଇମାନେ କହିଲେ ମୁଁ ଲକ୍ଷ୍ୟ କଲି ଆଜି ପୁଣି ଜଣେ କହିଲା ଭଳିଆ ଲାଗିଲା। ପ୍ରଥମରୁ ଅଲେଖାଇ ଆରମ୍ଭ କଲେ। ଗିରିଜା ଭାଇ ଜଣେ ମ୍ୟାନ୍ ଅଫ୍ ବ୍ଲିସ୍, ମ୍ୟାନ୍ ଅଫ୍ ସୁଇଟନେସ୍ ଥିଲେ, ଜଣେ ମଧୁରିଆ ଏବଂ ଆଶୀର୍ବାଦ ପୃଷ୍ଟ ମଣିଷ ଥିଲେ। ଅତ୍ୟନ୍ତ ସୁନ୍ଦର କଥା କି ସେ ଅତ୍ୟନ୍ତ କିଣି ଅବଜର୍ଭ କରିଛନ୍ତି। ମୁଁ ଏବଂ ୱାଇଫ୍ ଯାଉଥିଲୁ, ମା ମଧ୍ୟ ଥିଲେ, ଗିରିଜା ଥିଲେ ଏୟାରପୋର୍ଟରେ। ଏ ଯେଉଁ ସାହସ କଥା ଅଭୟ ସେ କ'ଣ କହୁଥିଲେ, ଅତ୍ୟନ୍ତ ହୃଦୟସ୍ପର୍ଶୀ କଥା ଥିଲା ଏବଂ ଏତେ ସାହସିକତା ମନରେ ଦାମ୍ଭିକତା। ତାଙ୍କର ଯେତେ ଲଗେଜ ହୁଅନ୍ତୁ ସେ ଗିରିଜା ଆପଣ ଯାଆନ୍ତୁ ମୁଁ ବ୍ୟବସ୍ଥା କରିବି। ନା ନା ନାଇଁ, ବଡ଼ ବ୍ୟାଗ୍ଟା ଥାଇକି ନିଜେ ନିଜେ ମଧ୍ୟ ନେଉଛନ୍ତି। ସେସବୁ ବହୁତ ଥର ଦେଖା ହେଇଛନ୍ତି। ତାଙ୍କର ଦେହ ଯେ ଅସୁସ୍ଥ, ଏ ଅସୁସ୍ଥତା ଭାବଟା ତାଙ୍କ ମନକୁ କେବେ ସ୍ପର୍ଶ କରିନଥିଲା। ଏଇ ଯେଉଁଟାକ ରୋଗ ଭାବଟା, ଦାରିଦ୍ର୍ୟ ଭାବଟା, ଅପରିଚିତ ଯେଉଁଟା କୁହାଯାଏ, ରୋଗସ୍ଥୁ ଯେଉଁଟା କୁହାଯାଏ, ଏଇଟା ଶେଷ ପର୍ଯ୍ୟନ୍ତ ଯେଉଁଗୁଡ଼ିକ ହୁଏତ ଆମେ ସମସ୍ତେ ଶୁଣିଲେ ଯେଉଁଟା ଜାଣିନଥିଲେ, ମୁଁ ମଧ୍ୟ ଇନକ୍ଲୁଡ଼ିଂ ମାଇସେଲ୍ଫ, ମୁଁ ମଧ୍ୟ ଏ କଥାଟି ଜାଣିନଥିଲି। ଅତ୍ୟନ୍ତ ହୃଦୟସ୍ପର୍ଶୀ କଥାଟି ଅଭୟ ଯେଉଁ କଥାଟି କହିଲେ, ଆପଣ ଚିନ୍ତା କରି ଦେଖନ୍ତୁ ଶେଷ ମୁହୂର୍ତ୍ତରେ ସେ ଠାକୁରଙ୍କ ସହିତ ଯୋଗଯୁକ୍ତ ଅଛନ୍ତି। ଏଇ ଚେତନାଟା ଦରକାର। ମନଟା ଗଣ୍ଡେ ଥାଏ, ଗଣ୍ଡି ସର୍ଥି ହେଇକି ଥାଏ, ପିଣ୍ଡି ମନ ବୋଲି କୁହାଯାଏ। ସେ ନିଜ ପିଣ୍ଡ ଭିତରେ ଥାଏ। ଗୋଟେ ବ୍ରହ୍ମାଣ୍ଡୀ ମନ, ସେଇଟା ସଚରାଚର ଯେପରି ବହୁତ ଲୋକଙ୍କୁ ସେବା କରୁଥିଲେ, ସମାଜର ସେବା କରୁଥିଲେ, ଜ୍ଞାତି କୁଟୁମ୍ବ ବନ୍ଧୁ ବାନ୍ଧବ ସମସ୍ତଙ୍କ ମନଟା ଥାଏ। ଆଉ ଗୋଟିଏ ମନ, সেটা হল চির পবিত্র, সে হতো সেই চেতনাযুক্ত জগতের থাকে। সেই মু লক্ষ্য করি তাঁর মনটা এই জগতের হতো থাই মতো শেষ অবস্থায় সেই চেতনা জগতের সে প্রভুঙ্ক সহিত যুক্ত রহি তাঁর যে কর্মটা করে যাইছেন তাকে অন্যরকম নব। কারণ বর্তমান ঠাকুর যে ধারাটি দেলে এই আত্মাটা তো মৃত্যু নাই, করমদার শ্রীকৃষ্ণ মধ্যে কইগলে আমি জানিছে মৃত্যু যদি নথান্তা ইভলিউশন প্রক্রিয়াটা মধ্যে হতা নাই। তো
বিবর্তন দিগরে আমি এগিয়ে চলছে। অত্যন্ত হৃদয়স্পর্শী কথাটি অভয় কলে উমাহি যে কথাটি কহিলে বাস্তব কথাটি তাঙ্কর জনসেবা কথা বহু প্রতিষ্ঠান ভিতরে সে ଥିଲେ, কিন্তু এই যে ভাବରେ ব্রত সে চালিଥିଲେ এবং সৎসঙ্গ প্রতি তাঙ্কর যে ব্রত যে সময় বাহার করি এত বড় প্রতিষ্ঠান ভিতরে ଥିଲେ ମଧ୍ୟ সে টপ প্রায়োরিটি দেଉଥିଲେ সৎসঙ্গ এবং আনুষ্ঠানিক যে কর্ম কথা কহলা বারে বারে যেତେବେଳେ ଯାହା বন্ধ দায়িত্ব প্রায় ସବୁ দিগରୁ আলোচনা କରିଛନ୍ତି ତାଙ୍କର ସାମଗ୍ରିକ ଜୀବନ କଥା ଏ ଅଞ୍ଚଳ ପ୍ରତି ସତ୍ସଙ୍ଗ ପ୍ରତିଷ୍ଠା କରିବା କଥା ଏବଂ এই যে ଆପଣ ଦେଖନ୍ତୁ ସାରିଆ ସାହି ବସ୍ତି ଯୋଉଠି ଉପଜୟ କେନ୍ଦ୍ର ବିଧାୟୀ ଅଛନ୍ତି 7-8ଟି ଉପଜୟ କେନ୍ଦ୍ର ଅত্যନ୍ତ ଯୋଉଟାକୁ ଅନଏକ୍ସପେକ୍ଟେଡ ଏରିଆ ଯୋଉଟାକୁ ବହୁତ କେହି ନ ଯାଇ ପାରିବେ ସେ କିନ୍ତୁ ସେ ଜାଗାକୁ ଯାଉଥିଲେ। এইଭଳି ତାଙ୍କର ହୃତ ଯେ ଥିଲା ମନରେ ଗୋଟେ କରେଜ ମଧ୍ୟ ଥିଲା ଏବଂ ସବୁଠାରୁ ବଡ଼ କଥା ହେଲା ଗୁରୁ ଆପଣ ଯୋଉଟା କହିଲେ ସେ କେବଳ ବିଜ୍ଞାପନ ଦିଗକୁ ଯାଆନ୍ତି। ଠାକୁର ସାହେବ କହିଲେ ବ୍ୟାକୁଳତା ମାନେ ବିଜ୍ଞାପନ ନୁହେଁ, ସେ କେବଳ ଶୋ କରିବା ଫଟୋ ଉଠେଇବା କୋଉଠି ନିଜକୁ ନିଜେ ପ୍ରଚାର ପ୍ରସାର କରିବା ମୁଁ ଗୁରୁଙ୍କ କର୍ମ କରୁଛି, ମୋ ବାପାଙ୍କ ପାଇଁ କରୁଛି, ମୋ ମାଙ୍କ ପାଇଁ କରୁଛି, ମୋ ଗୁରୁଦେବଙ୍କ ପାଇଁ କରୁଛି, এই যে টান সে କରନ୍ତି ଚିରଦିନ ହିଁ ଆମେ ଦେଖିଛୁ ନିରବଚ୍ଛିନ୍ନ ଭାବରେ ସେ ବାସ୍ତବ ଭାବେ କର୍ମୀ, ସ୍ୱଳ୍ପ ଭାଷୀ, କଥାରେ କମ୍ କିନ୍ତୁ କାମରେ ବେଶୀ, এইଭଳି ତାଙ୍କର ଗୁଣ ଥିଲା। ମୋ କଥା ବଢ଼ୁ ନାହିଁ, ଆମେ ଅନେକ ମଧ୍ୟ ଜନ୍ମ ମୃତ୍ୟୁର ରହସ୍ୟ ସମ୍ପର୍କରେ ଜାଣିଛେ। ଆଜି ମଧ୍ୟ ସମୟ ଆସିଥାଏ ଆଜି ସେଇ ପ୍ରାର୍ଥନା କରିବା, କିନ୍ତୁ ଗୋଟିଏ କଥା ବନ୍ଦ ଦାୟୀ ଆପଣଙ୍କ ପ୍ରତି এই ଅଞ୍ଚଳର ପ୍ରାୟ 10,000 ଜଣଙ୍କର ଯେ ଦେଇଥିଲେ ଯେଉଁମାନେ ବହୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଆପଣ ବହୁତ ମୋ ଉପରେ ଲାଗିଥିବେ। ବହୁତ ସଙ୍ଗୀତଜ୍ଞ ମଧ୍ୟ ଡକା ହେଇଥିଲା ଏ ଜାଗା ମଧ୍ୟ କରିବା ପାଇଁ, ଯେଉଁ ଅନୁଷ୍ଠାନଟା ମଧ୍ୟ 3-4 ଘଣ୍ଟା ଲାଗିଥାନ୍ତା, କିନ୍ତୁ ଆମର ଯେହେତୁ ସତ୍ସଙ୍ଗକୁ ନେଇକି ଆମ ଅନୁଷ୍ଠାନ କଲେ ବହୁତ ଶ୍ରଦ୍ଧାଞ୍ଜଳି ସଭାରେ ଯାଉ ଅନେକ ମଧ୍ୟ ବହୁତ ପ୍ରତିଷ୍ଠିତ ବ୍ୟକ୍ତି ଆସନ୍ତି ଦୀର୍ଘ ସମୟ ଧରିକି ଚାଲନ୍ତି, କିନ୍ତୁ ଆଜି ସ୍ୱଳ୍ପ ସମୟ ହେଲେ ମଧ୍ୟ ଗୋଟେ ବୁଲେଟ୍ ଫର୍ମରେ ଗୋଟିଏ ପଏଣ୍ଟକୁ ନେଇ ଯେଉଁ କଥାଗୁଡ଼ିକ ଆମର ବର୍ତ୍ତମାନ ଆଜି ଉପସ୍ଥାପନ କଲେ ନିଜର ହୃଦୟର କଥା ଉପସ୍ଥାପନ କଲେ ସେଟା ଅତ୍ୟନ୍ତ ହୃଦୟସ୍ପର୍ଶୀ ହେଇଛି। ପରିଶେଷରେ যে কথাটি কহলা সে আজ মধ্যে উপস্থিত অଛନ୍ତି, এইটা হচ্ছে আমার বিশ্বাস সে নিশ্চয় রহি এ সমস্ত কিছু ক্রিয়াক্রম করছেন। আশা করিবি তাঁর আশীর্বাদ তাঁর হতো যে সমস্ত কিছু অধুরা স্বপ্নগুড়ি রহিଯାଇଛି সেগুলো নিশ্চিত এই পরিবার বর্গ নিশ্চিত ভাবে পরিপূর্ণ করবে, যাফলে যে আচার্য কথা কুহাউলা সে ମଧ୍ୟ খুশি হবে, পরম পিতা ମଧ୍ୟ খুশি হবে, সে তাଙ୍କ ପାଖରେ ସ୍ଥାନିତ হবে, ପୁଣି ପ୍ରୟୋଜନ ହେଲେ ସେ ଆତ୍ମା ପୁଣି ଆସି ତାଙ୍କର ଇଷ୍ଟ କର୍ମ କଥା ନେଇ ଚାଲିବେ। ପରିଶେଷରେ ସ୍ୱାମୀଙ୍କ ତରଫରୁ ଆହୁରି ଥରେ ମଧ୍ୟ ସେ ବିଜୟାତ୍ମାଙ୍କର ପରମ ଶାନ୍ତି ଆନନ୍ଦ ଏବଂ ତୃପ୍ତି ତଥା ସଦ୍ଗତି ପାଇଁ ପରମ ପିତାଙ୍କ ପ୍ରାର୍ଥନା କରୁଛି। ଜୟ।